ଯଦି ଏହି 9ଟି କୀଟ ଆପଣଙ୍କର ଘରକୁ ଆସନ୍ତି, ତେବେ ଆପଣ ବୁଝିଯିବା ଉଚିତ ଯେ ଉଜ୍ଜ୍ୱଳ ହେବାକୁ ଯାଉଛି ଆପଣଙ୍କର ଭାଗ୍ୟ ଓ ବଦଳିବାକୁ ଯାଉଛି କର୍ମ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଏହି 9 ଜୀବଜନ୍ତୁ ଆପଣଙ୍କ ଘରକୁ ଆସନ୍ତି କିମ୍ବା ଆପଣଙ୍କ ଘରେ ବାସ କରନ୍ତି, ତେବେ ଏଇଥିରୁ ଆପଣଙ୍କୁ ଜଣାପଡ଼ିଥାଏ କି ଆପଣଙ୍କର ଭାଗ୍ୟ ଚମକିବା ପାଇଁ ଯାଉଛି ଏବଂ ଆପଣଙ୍କର କର୍ମ ବଦଳିବା ପାଇଁ ଯାଉଛି। ଯେଉଁ ଘରେ କିମ୍ବା ଯେଉଁ ଘରର ଆଖପାଖରେ ଏହି ଜୀବଜନ୍ତୁ ବାସ କରିବାକୁ ଲାଗନ୍ତି, ସେହି ଘରକୁ ଖୁସି ଏବଂ ମୁଖ୍ୟ ସମୃଦ୍ଧି ଆସିବା ଆରମ୍ଭ କରିଦେଇଥାଏ। ଏହି 9 ପ୍ରକାର ଜୀବଜନ୍ତୁ ବହୁତ ଶୁଭ ବୋଲି ମନେ କରାଯାଏ। ଯଦି ଏହି ଜୀବଜନ୍ତୁ ଆପଣଙ୍କ ଘରକୁ ଆସନ୍ତି କିମ୍ବା ଆପଣଙ୍କ ଘରକୁ ଆସି ରହିବା ପାଇଁ ଲାଗନ୍ତି, ତେବେ ଆପଣ ବୁଝିଯିବା ଉଚିତ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ବହୁତ ଶୀଘ୍ର ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବା ପାଇଁ ଯାଉଛନ୍ତି। ଯେଉଁ ଘରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ, ସେହି ଘରର ଆଖପାଖରେ ଏହି 9ଟି କୀଟ ଅବଶ୍ୟ ଦେଖିବାକୁ ମିଳିଥାଏ। ଏହି ଜୀବଜନ୍ତୁ ଆପଣଙ୍କ ଘରକୁ ଆସିବା ବହୁତ ଶୁଭ ମନାଯାଇଥାଏ। ସେଥିପାଇଁ ଆପଣଙ୍କୁ ଏହି ଜୀବଜନ୍ତୁ ଚିହ୍ନିବା ଅତି ଆବଶ୍ୟକ ଅଟେ। କାହିଁକି ନା ଆପଣଙ୍କର ଜଣାତରେ କିମ୍ବା ଅଜାଣତରେ ଏହି ଜୀବଜନ୍ତୁଙ୍କୁ କଷ୍ଟ ଦିଅନ୍ତି ଏବଂ ମାରିଦିଅନ୍ତି କିମ୍ବା ଘରୁ ବାହାର କରିଦିଅନ୍ତି, ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି, ଯାହାଦ୍ୱାରା ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ସାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସେଥିପାଇଁ ଯଦି ଘରକୁ ଏହିପରି ଜୀବଜନ୍ତୁ ଆସନ୍ତି, ତେବେ ଏଇଥିରୁ ଜଣାପଡ଼େ ଯେ ଏବେ ଆପଣଙ୍କ ଭାଗ୍ୟକୁ ଉଦୟ କରିବାରେ କେହି ଅଟକାଇ ପାରିବେ ନାହିଁ ଆଉ ଆପଣଙ୍କର ଖରାପ ଦିନର ଅନ୍ତ ହୋଇ ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ତେବେ ଚାଲନ୍ତୁ ଜାଣିବା ସେମାନେ କିଏ। ଏହି 9 ଜୀବଜନ୍ତୁ ଘରକୁ ଆସିବା ଦ୍ୱାରା ଘରର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ। ତା ପୂର୍ବରୁ ଯଦି ଆପଣ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କର ଉପରେ ସଦାସର୍ବଦା ରହୁ। ନମ୍ବର 1, ଯଦି ଆପଣଙ୍କର ଘରକୁ କିମ୍ବା ଆପଣଙ୍କ ଛାତ ଉପରକୁ ପେଚା ଆସିଥାଏ, ତେବେ ଏହାକୁ ବହୁତ ଶୁଭ ସଂକେତ ବୋଲି ମନାଯାଇଥାଏ। ମାତା ଲକ୍ଷ୍ମୀଙ୍କର ସବୁଠାରୁ ପ୍ରିୟ ପକ୍ଷୀ ପେଚା। ପେଚା ଆସିବା ଦ୍ୱାରା ଘରେ ଧନ ଦୌଲ ଏବଂ ବୁଦ୍ଧିର ସଂକେତ ମିଳିଥାଏ। ଯଦି ଆପଣଙ୍କ ଘରର ଛାତ ଉପରେ ପେଚା ଆସି ବସିଥାଏ, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଘରକୁ ଧନ ପ୍ରାପ୍ତି ହେବାର ଅଛି ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବିରାଜମାନ ହୋଇଛନ୍ତି ଏବଂ ଆପଣଙ୍କର ବହୁତ ଦିନରୁ ଅଟକି ଯାଇଥିବା କାମ ଆରମ୍ଭ ହେବାକୁ ଯାଉଛି। ନମ୍ବର 2, ଦର୍ଶକ ବନ୍ଧୁ, ରଙ୍ଗବେରଙ୍ଗର ସୁନେଲି ପ୍ରଜାପତି ବହୁତ ଶୁଭ ସଂକେତ ଧରି ନିଜ ସହିତ ଚାଲିଥାନ୍ତି। ଯଦି ସୁନେଲି କିମ୍ବା ଭିନ୍ନ ରଙ୍ଗର ପ୍ରଜାପତି ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ଏମିତି ପ୍ରଜାପତି ଆପଣଙ୍କୁ ବାରମ୍ବାର ଦେଖାଯାଇଥାଏ, ଏମିତି ପ୍ରଜାପତି ଯଦି ବହୁତ ସୁନ୍ଦର ମନମୋହକ ହୋଇଥିବେ, ତେବେ ଆପଣ ବୁଝିଯାଆନ୍ତୁ ଯେ ଯେଉଁଭଳି ସେହି ପ୍ରଜାପତିର ରଙ୍ଗବେରଙ୍ଗୀ ହୋଇଥାଏ, ଠିକ୍ ସେହିପରି ଆପଣଙ୍କର ଜୀବନ ମଧ୍ୟ ରଙ୍ଗବେରଙ୍ଗୀ ଏବଂ ଖୁସି ସୁଖ ସମୃଦ୍ଧି ଭରିଯିବ। ପ୍ରଜାପତି ଘରକୁ ଆସିବା ସମସ୍ତ ପ୍ରକାର ଖୁସି ଏବଂ ଶାନ୍ତିର ଆଗମନର ସଂକେତ ହୋଇଥାଏ। ତେଣୁ ପ୍ରଜାପତିର ଆଗମନକୁ ବହୁତ ଶୁଭ ବୋଲି ମନାଯାଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ବହୁତ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ପ୍ରଜାପତି ଘରକୁ ଆସିବା ଘରେ ଧନ ଓ ଖୁସିର ଆଗମନର ସଂକେତ। ଏପରି ଘରେ ମାତା ଲକ୍ଷ୍ମୀଙ୍କର ସର୍ବଦା ବାସ ହୋଇଥାଏ। ଏଥିପାଇଁ ଯଦି ଆପଣଙ୍କର ଘରକୁ ପ୍ରଜାପତି ଆସେ, ତେବେ ଆପଣ ବୁଝିଯିବା ଉଚିତ ଯେ ଆପଣଙ୍କର ଖରାପ ସମୟର ଅନ୍ତ ଘଟିଛି। ବହୁତ ଜଲ୍ଦି ଶେଷ ହେବାକୁ ଯାଉଛି ଖରାପ ସମୟ ଏବଂ ଆଜିଠାରୁ ଆପଣଙ୍କର ଭଲ ସମୟ ଆରମ୍ଭ ହୋଇଗଲା। ଆପଣଙ୍କ ଘରେ ଘେରି ରହିଥିବା ଦାରିଦ୍ର୍ୟତା ମଧ୍ୟ ଅନ୍ତ ହେବାକୁ ଯାଉଛି ଏବଂ ମାତା ଲକ୍ଷ୍ମୀଙ୍କ ସହିତ କୁବେର ମହାରାଜଙ୍କର କୃପା ବି ହେବାକୁ ଯାଉଛି ଏବଂ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳ ହେବାକୁ ଯାଉଛି। ନମ୍ବର 3, ବନ୍ଧୁଗଣ, ଚୁଚୁନ୍ଦ୍ରାକୁ ତ ଆପଣମାନେ ନିଶ୍ଚୟ ଗୋଟିଏ ଥର ଦେଖିଥିବେ। ସାଧାରଣତଃ ଚୁଚୁନ୍ଦ୍ରା ଦିନ ଅପେକ୍ଷା ରାତିରେ ଅଧିକ ଦେଖାଯାଏ। କେତେଥର ଏହି ଆପଣଙ୍କୁ ଦିନରେ ମଧ୍ୟ ଦେଖାଯାଇଥାଏ। ଚୁଚୁନ୍ଦ୍ରା ସାଧାରଣତଃ ମୂଷା ଭଳି ଦେଖିବାକୁ ହୋଇଥାଏ, କିନ୍ତୁ
ତାର ନାକ ମୂଷାଠାରୁ ଲମ୍ବା ହୋଇଥାଏ। ଯଦି ଚୁଚୁନ୍ଦ୍ରା ଆପଣଙ୍କ ଘରକୁ ପ୍ରବେଶ କରିବା ସମୟରେ ଆପଣ ଦେଖନ୍ତି କିମ୍ବା ଚୁଚୁନ୍ଦ୍ରା ଆପଣଙ୍କ ଘରକୁ ପ୍ରତିଦିନ ପ୍ରବେଶ କରେ, ତେବେ ଆପଣ ବୁଝିବା ଉଚିତ ଯେ ଦୁନିଆରେ ଏପରି କୌଣସି ଶକ୍ତି ନାହିଁ ଯାହା ଆପଣଙ୍କ ଭାଗ୍ୟକୁ ବଦଳିବାରେ ଅଟକାଇ ପାରିବ। ଚୁଚୁନ୍ଦ୍ରା ଆପଣଙ୍କ ଘରକୁ ପ୍ରବେଶ କରିବା ଏହି କଥାର ସଂକେତ ହୋଇଥାଏ କି ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ତାଙ୍କର ଅସୀମ କୃପା ଆପଣଙ୍କ ଉପରେ ବର୍ଷା ହେବାକୁ ଯାଉଛି। ଏହା ସହିତ ଯଦି ଚୁଚୁନ୍ଦ୍ରା କୌଣସି ବ୍ୟକ୍ତି ଚାରିପଟେ ବୁଲୁଥାଏ, ତେବେ ସେହି ବ୍ୟକ୍ତି ନିଜ ଜୀବନରେ ବହୁତ ସଫଳତା ପାଇଥାଏ। ଏମିତିରେ ଚୁଚୁନ୍ଦ୍ରା କୌଣସି ବ୍ୟକ୍ତି ଚାରିପଟେ ବୁଲେ ନାହିଁ। ଯଦି ଏପରି କରେ, ତେବେ ସେହି ବ୍ୟକ୍ତି ଦିନ ଦ୍ୱିଗୁଣ ଓ ରାତି ଚଉଗୁଣ ସଫଳତା ହାସଲ କରେ। ଯଦି ଏପରି ହୁଏ, ତେବେ ଆପଣ ବୁଝିଯାଆନ୍ତୁ ସେହି ବ୍ୟକ୍ତିର ସମସ୍ତ ଦୁଃଖ ଦୂର ହେବାକୁ ଯାଉଛି। କେତେ ଲୋକ ଏହା ମଧ୍ୟ ଭାବିଥାନ୍ତି ଚୁଚୁନ୍ଦ୍ରା ଘରେ ମଇଳା ଖେଳେଇଥାଏ। ଏହି କଥା ଏମିତିରେ ବି ସତ। ଏଥିଯୋଗୁଁ କେତେ ଲୋକ ଚୁଚୁନ୍ଦ୍ରାକୁ ମାରିଦିଅନ୍ତି। କିନ୍ତୁ ଆପଣ ଏପରି ଆଦୌ କରନ୍ତୁ ନାହିଁ। ଯଦି ଆପଣଙ୍କ ଚୁଚୁନ୍ଦ୍ରା ପସନ୍ଦ ନୁହେଁ, ତେବେ ଆପଣ ଅନ୍ୟ କୌଣସି ଉପାୟରେ ଚୁଚୁନ୍ଦ୍ରାକୁ ଘରୁ ବାହାର କରିପାରିବେ। ଚୁଚୁନ୍ଦ୍ରା ଘରକୁ ଆସିବା ଏବଂ ଘରେ ରହିବାକୁ ଶୁଭ ବୋଲି ମନାଯାଇଥାଏ। ଆମର ଶାସ୍ତ୍ରରେ ଚୁଚୁନ୍ଦ୍ରାକୁ ବହୁତ ଶୁଭକାରୀ ଜୀବ ବୋଲି ମନାଯାନ୍ତି। ଚୁଚୁନ୍ଦ୍ରାକୁ ସ୍ୱପ୍ନରେ ଦେଖିବା ବହୁତ ଶୁଭ ହୋଇଥାଏ। ଏମାନେ ଆସିବା ଦ୍ୱାରା ଆପଣଙ୍କ ଭାଗ୍ୟରେ ଚାରଚାନ୍ଦ ଲାଗିଯାଇଥାଏ। ନମ୍ବର 4, ସାଙ୍ଗମାନେ ଯଦି ଆପଣଙ୍କ ଘରେ କିମ୍ବା ଘରର ଛାତରେ ନୀଳ ରଙ୍ଗର ଶୁଆ ଦେଖାଯାଏ, ତେବେ ଏହାକୁ ବହୁତ ଶୁଭ ସଂକେତ ମନାଯାଇଥାଏ। ଶାସ୍ତ୍ରରେ କୁହାଯାଇଛି, ଶୁଆ ଦେଖିବା କୌଣସି କାମରେ ବଡ଼ ସଫଳତାର ପ୍ରତୀକ ହୋଇଥାଏ। ସେଥିପାଇଁ ସାଙ୍ଗମାନେ, ଯଦି ଆପଣ କିଛି ନୂଆ କାମ ଆରମ୍ଭ କରିବା ପାଇଁ ଯାଉଛନ୍ତି, ତେବେ ବୁଝିଯାଆନ୍ତୁ ଆପଣଙ୍କୁ ସେହି କାମରେ ସଫଳତା ମିଳିବାକୁ ଯାଉଛି। ନମ୍ବର 5, ଝିଟିପିଟି ସାଙ୍ଗମାନେ, ଝିଟିପିଟିକୁ ବହୁତ ଶୁଭ କୁହାଯାଏ। ଝିଟିପିଟିକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମନାଯାଇଥାଏ। କିନ୍ତୁ କେତେ ଲୋକ ଝିଟିପିଟିକୁ ଘୃଣା କରିଥାନ୍ତି। ଝିଟିପିଟି ଘରେ ରହିବାକୁ ସେମାନେ ଆଦୌ ପସନ୍ଦ କରନ୍ତି ନାହିଁ। ସେମାନେ ଝିଟିପିଟିକୁ ମାରିଦିଅନ୍ତି। କିନ୍ତୁ ଝିଟିପିଟିକୁ ମାରିବା ଆଦୌ ଭଲ ନୁହେଁ। ଏମିତିରେ ଘରେ ଝିଟିପିଟି ଦେଖାଯିବା କୌଣସି ବଡ଼ କଥା ନୁହେଁ। କିନ୍ତୁ ବହୁତ ସାରା ଝିଟିପିଟି ଏକା ସାଙ୍ଗରେ ଦେଖାଯିବା, ଏହାକୁ ବହୁତ ଶୁଭ ସଂକେତ ବୋଲି କୁହାଯାଏ। ଯଦି ଆପଣ 3ଟି ଝିଟିପିଟିକୁ ଏକା ସାଥିରେ ଦେଖୁଛନ୍ତି, ତେବେ ଏହା ବହୁତ ଶୁଭ ବୋଲି ମନାଯାଇଥାଏ। ଆପଣଙ୍କର ଧନୀ ହେବାର ସମୟ ଆସିଗଲା। ବିଷ୍ଣୁ ପୁରାଣରେ କୁହାଯାଇଛି, ଯଦି ଆପଣ ପୂଜା କରୁଛନ୍ତି, ସେହି ସମୟରେ ଯଦି ଆପଣଙ୍କ ଆଖପାଖରେ ଝିଟିପିଟି ଦେଖୁଛନ୍ତି, ତେବେ ଏହା ଆପଣଙ୍କ ଭାଗ୍ୟ ଉଦୟ ହେବାର ସଂକେତ ଦେଇଥାଏ। ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହେବାକୁ ଯାଉଛି। ଏହା ବହୁତ ଭଲ ସଂକେତ ହୋଇଥାଏ। ଏହା ସହିତ ଯଦି ଆପଣଙ୍କୁ କୌଣସି ଲାଞ୍ଜ କଟାଯାଇଥିବା ଝିଟିପିଟି ଦେଖାଦିଏ, ତେବେ ଏହା ଆପଣଙ୍କ ଜୀବନ ପରିବର୍ତ୍ତନର ସନ୍ଦେଶ ହୋଇଥାଏ। ଆପଣଙ୍କ ଜୀବନରେ ଚାଲିଥିବା ଏବେ ସମସ୍ତ ଅସୁବିଧାର ଅନ୍ତ ହେବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କର ଆଗମନ ବହୁତ ଶୀଘ୍ର ହେବାକୁ ଯାଉଛି ଏବଂ କୁବେର ମହାରାଜଙ୍କର କୃପା ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଛି। ନମ୍ବର 6, ଦର୍ଶକ ବନ୍ଧୁ, ପିମ୍ପୁଡ଼ି ବହୁତ ଶୁଭ ସଂକେତ ନେଇ ଆସିଥାଏ। ଶାସ୍ତ୍ର ଅନୁଯାୟୀ ଯଦି ପିମ୍ପୁଡ଼ି ପୂର୍ବ ଦିଗକୁ ମୁହଁ କରି ଭୋଜନ ନେଇ ଯାଉଥିବ, ତେବେ ଏହାକୁ ବହୁତ ଶୁଭ ସଂକେତ ମନାଯାଇଥାଏ। ଏହି ସଂକେତ ଆପଣଙ୍କୁ ଦର୍ଶାଇଥାଏ କି ଆପଣଙ୍କ ଭାଗ୍ୟ ବହୁତ ଶୀଘ୍ର ଚମକିବାକୁ ଯାଉଛି। ଆପଣଙ୍କର ଦୁଃଖ ଦିନ ଏବେ ଚାଲିଯିବ ଏବଂ ଆପଣଙ୍କ ଜୀବନରେ କେବଳ ସୁଖ ହିଁ ସୁଖ। ଏଥିରୁ ଆପଣଙ୍କୁ ଜଣାପଡ଼ିଥାଏ କି ଏବେ ଆପଣଙ୍କ ପରିବାରର ଉନ୍ନତି ହେବାକୁ ଯାଉଛି। ଯଦି ଆପଣଙ୍କ ପରିବାରରେ କୌଣସି ବାଦବିବାଦ ଚାଲିଛି, ତେବେ ତାହା ମଧ୍ୟ ଶେଷ ହେବାକୁ ଯାଉଛି। ଯଦି ପିମ୍ପୁଡ଼ି ଦକ୍ଷିଣ ଦିଗକୁ ଆଡ଼କୁ ମୁହଁ କରି ଆପଣଙ୍କୁ ଦେଖାଯାଉଥାଏ କିମ୍ବା ପିମ୍ପୁଡ଼ି ମେଳ ଆପଣଙ୍କ ଘରେ ମୁଖ୍ୟ ଦ୍ୱାରରେ
ପିମ୍ପୁଡ଼ି ମେଳ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରୁ ଘରକୁ ପ୍ରବେଶ ଦେଖାଯାଉଥାଏ, ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଏହାଦ୍ୱାରା ମାତା ଲକ୍ଷ୍ମୀ ସ୍ୱୟଂ ଆପଣଙ୍କ ଘରକୁ ପ୍ରବେଶ କରିବାକୁ ଯାଉଛନ୍ତି। ଆପଣଙ୍କ ଘରକୁ ଧନର ବର୍ଷା ହେବାକୁ ଯାଉଛି। ସେଥିପାଇଁ ମନେ ରଖନ୍ତୁ, ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କର ପାଦ ତଳେ ଯେପରି ପିମ୍ପୁଡ଼ି ନ ଆସନ୍ତି। ସେହି ପିମ୍ପୁଡ଼ିକୁ ଅଟାରେ ଚିନି ମିଶାଇ ଖାଇବାକୁ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କ ପୁଣ୍ୟ ମିଳିବ। ଯଦି ପିମ୍ପୁଡ଼ି ଆପଣଙ୍କର ଘରର କୌଣସି କୋଣରେ ଘର କରି ରହିଛି, ତେବେ ଆପଣମାନେ କେବେ ବି ସେହି କୋଣରେ ପାଣି ଢାଳିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। ନମ୍ବର 7, ମୂଷା ଆପଣଙ୍କ ଘରକୁ ଦୁଃଖ ଏବଂ ଦରିଦ୍ରତା ଆଣିଥାଏ। ସେଥିପାଇଁ ମୂଷାକୁ କେବେ ଘରେ ରଖନ୍ତୁ ନାହିଁ। ଯଦି ଆପଣଙ୍କର ଘରେ ମୂଷା ରହେ, ତେବେ ଆପଣ ବୁଝିଯାଆନ୍ତୁ ଆପଣଙ୍କ ଘରେ ଦରିଦ୍ର ଏବଂ ନକାରାତ୍ମକ ଉର୍ଜା ବାସ ହୋଇଗଲା। ତେଣୁ ଯଥାସମ୍ଭବ ମୂଷାକୁ ନ ମାରି ଜଲଦି ଘରୁ ବାହାର କରିବା ବ୍ୟବସ୍ଥା କରନ୍ତୁ, କାହିଁକି ନା ମୂଷା ଗଣେଶଙ୍କର ବାହନ ଅଟେ। ଯଦି ଆପଣ ମୂଷାକୁ ମାରନ୍ତି, ତେବେ ଆପଣଙ୍କୁ ପାପ ଲାଗିବ। ମୂଷା ଯେଉଁ ଘରେ ରହିଥାଏ, ସେହି ଘରେ ଦୁଃଖ, ପୀଡ଼ା ଓ ଦରିଦ୍ର ଲାଗି ରହିଥାଏ। ଯେଉଁ ଘରେ ମୂଷା ଦେଖାଯାଏ, ସେହି ଘରେ ଧନ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖାଯାଏ। ବ୍ୟାପାର ମଧ୍ୟ ସେହି ଘରେ ଦୁଃଖ, ପୀଡ଼ା ଓ ଦରିଦ୍ର ଲାଗି ରହିଥାଏ। ଯେଉଁ ଘରେ ମୂଷା ଦେଖାଯାଏ, ସେହି ଘରେ ଧନ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖାଯାଏ। ବ୍ୟାପାର ମଧ୍ୟ ସବୁ କାର୍ଯ୍ୟରେ ଅସୁବିଧା ମଧ୍ୟ ଦେଖାଦେଇଥାଏ। ନୀଳକଣ୍ଠ ନମ୍ବର 8, ନୀଳକଣ୍ଠ ପକ୍ଷୀକୁ ଧନର ଦେବୀ ମା ଲକ୍ଷ୍ମୀଙ୍କର ପ୍ରିୟ ପକ୍ଷୀ ମନାଯାଇଥାଏ। ଯଦି ନୀଳକଣ୍ଠ ପକ୍ଷୀ ଆପଣଙ୍କର ଘରର ଆଖପାଖେ କିମ୍ବା ଘରେ ଆସି ରହିଥାଏ କିମ୍ବା ଘରେ ନିଜର ବସା କରିଥାଏ, ତେବେ ଏହାକୁ ବହୁତ ଶୁଭ ସଂକେତ ବୋଲି ମନାଯାଇଥାଏ। ଯଦି ଆପଣ ନୀଳକଣ୍ଠ ପକ୍ଷୀ ଦେଖିଛନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହେବାକୁ ଯାଉଛି। ନମ୍ବର 9, ପାରା ଦେଖିବା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଯଦି ଆପଣଙ୍କ ଘରର ଛାତ ଉପରେ ପାରା ବସା ବାନ୍ଧି ରହୁଥାଏ, ତେବେ ଏହା ଆଗାମୀ ଦିନରେ ଧନ ପ୍ରାପ୍ତିର ସଂକେତ ବୋଲି ମନାଯାଇଥାଏ। ଏହିସବୁ ଜ୍ଞାନ ଜନରୁଚିକୁ ଧ୍ୟାନରେ ରଖି ଦିଆଯାଇଛି। ଜ୍ୟୋତିଷଶାସ୍ତ୍ର ଏବଂ ଧର୍ମର ଉପାୟକୁ ଆସ୍ଥା ଓ ବିଶ୍ୱାସ ଦ୍ୱାରା ଆପଣାନ୍ତୁ। ଆମର ଭିଡ଼ିଓର ଉଦ୍ଦେଶ୍ୟ ହେଉଛି କେବଳ ଆପଣଙ୍କୁ ସଠିକ୍ ମାର୍ଗ ଦର୍ଶନ କରିବା। ସାଙ୍ଗମାନେ, ଆମର ଏହି ଭିଡ଼ିଓ ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟରେ ଜଣାନ୍ତୁ ଏବଂ ଭିଡ଼ିଓଟି ପସନ୍ଦ ଆସିଲେ ଲାଇକ୍ ଏବଂ ସେୟାର କରନ୍ତୁ।